राज्य में रज उत्सव। ଏହି ଅବସରରେ ମୁଡ଼ିଝର ଗଡ଼ସ୍ଥିତ ତନ୍ତ୍ରପୀଠ ମା ଉଗ୍ରତାରାଙ୍କ ପୀଠ ପରିସରରେ 5 ଦିନ ବ୍ୟାପୀ ଏକ ରଜ ମହୋତ୍ସବ ମହା ଆଡମ୍ବରରେ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଙ୍କ ବିଭିନ୍ନ ବେଶ କରାଯାଇଛି। ସକାଳ ସମୟରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ପୁଷ୍ପମାଳ ଓ ଭୋଗରାଗ ମାଙ୍କୁ ଅର୍ପଣ କରିଥିଲେ। ଏହି ମହୋତ୍ସବ ପାଇଁ ବିଭିନ୍ନ ପ୍ରକାରର ଦୋଳି ସହ ଘରକରଣା ସାମଗ୍ରୀ, ଷ୍ଟଲ ଓ ଖେଳନା, କଣ୍ଢେଇ, ରାମଦୋଳି, ଗୁପଚୁପ ଚାଟ, ବିଭିନ୍ନ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ସୁସ୍ୱାଦୁ ଖାଦ୍ୟ ବିକ୍ରି ହେଉଥିବା ବେଳେ ହଜାର ହଜାର ଲୋକ ଏହି ଉତ୍ସବରେ ମଜା ନେଉଛନ୍ତି। ଏହା ପ୍ରତିବର୍ଷ 3 ଦିନ ହେବାକୁ ଥିବା ବେଳେ ତାହା 5 ଦିନ ବ୍ୟାପୀ କରିବା ପାଇଁ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ କଥା ହୋଇ ସ୍ଥିର କରିଛନ୍ତି। ଏହି ମହୋତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ମହୋତ୍ସବରେ ଆଜିଠାରୁ ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଟାଙ୍ଗୀ ବ୍ଲକ ବିଡିଓ ରେଶମା ଟେଟେ, ତହସିଲଦାର ମିତାଲି ପାତ୍ର, ରାଜସ୍ୱ ନିରୀକ୍ଷକ କୈଳାସ ଚନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଟାଙ୍ଗୀରୁ ବିଭୂତି ଭୂଷଣ ଦାସଙ୍କ ରିପୋର୍ଟ, ବିଶ୍ୱବାଣୀ ଲାଇଭ୍।